ସକାଳୁ ଉଠି ଗାଧେଇ ପାଧେଇ ମୁଁ ପଳେଇ ଆସିଥିଲି ଠାକୁର ପୂଜା କରିବା ପାଇଁକା। ଯେହେତୁ ରଜ 3 ଦିନ ଠାକୁର ପୂଜା ହେଇନଥିଲେ ତ ସେଥିପାଇଁକା ମୁଁ ଠାକୁର ପୂଜା କରିବାକୁ ପଳେଇ ଆସିଥିଲି। ଠାକୁରଙ୍କୁ ସବୁ ବାହାର କରିକି ମୁଁ ବାହାରକୁ ନେଇଯାଇଥିଲି। ଠାକୁରଙ୍କୁ ଏଠି ଧୁଆଧୁଇ କରିକି ଶୁଖାଶୁଖି କରିଦେବା। ଠାକୁରଙ୍କୁ ଧୁଆଧୁଇ କରିକି ମୁଁ ଏଠି ଶୁଖାଶୁଖି କରିଦେଲି। ତାଙ୍କ କପଡ଼ା ଧୋଇକି ବି ମୁଁ ଏଠି ଶୁଖେଇ ଦେଇଛି। ଆପଣମାନେ ଦେଖିପାରୁଥିବେ ଠାକୁରଙ୍କ କପଡ଼ା ଶୁଖିଗଲା ପୁଣି ତାଙ୍କୁ ପିନ୍ଧେଇକି ଠାକୁର ପୂଜା କରିଦେବା। ଠାକୁର ପୂଜା ସାରି ଦେଇକି ମୁଁ ପଳେଇ ଆସିଲି ମୋ ଝିଅକୁ ଖୁଆଇବା ପାଇଁକା। ଏବେ ମୁଁ ମୋ ଝିଅକୁ ଖୁଆଇଦେବି। ମୋ ଝିଅ ଦେଖ ଖାଇଦେଉଛି ଏଠି। ଝିଅକୁ ଖୁଆଇକି ଆସିଲା ଭିତରେ ବାବା ହାଟରୁ ପଳେଇ ଆସିଥିଲେ ମାଛ ନେଇକି। ତ ବାବା ମୋତେ ମାଛ ଦେଇଦେଲେ। ମୁଁ ଆସିକି ମାଛ ବାଛିଦେଲି। ମାମାଙ୍କର ମୋର ବସିକି ମାଛ ବାଛି ଦେଉଛୁ। ଏବେ ମୁଁ ମାଛ ଭାଜିବାରେ ଲାଗି ପଡ଼ିଲି। ଦେଖିପାରୁଥିବେ ମୁଁ ବସିକି ଏଠି ମାଛ ଭାଜି ଦେଉଛି। ମାଛକୁ ଭାଜିକି ଏବେ ମାଛକୁ ରନ୍ଧାରନ୍ଧି କରିଦେବା। ତ ମୁଁ ଏବେ ରାନ୍ଧିବାରେ ବ୍ୟସ୍ତ ହୋଇଗଲି। ତ ମୁଁ ରାନ୍ଧିବାକୁ ବସି ପଡ଼ିଲି। ଦେଖିପାରୁଥିବେ ଆପଣମାନେ ମୁଁ ଏବେ ମସଲା କଷିକି ମାଛ ରାନ୍ଧି ଦେଉଛି। ଏବେ ମାଛ ହେଇଗଲାଣି। ମାଛ ହେଲା ଭିତରେ ମୋ ଝିଅ ପଳେଇ ଆସିଥିଲା ମୋ ପାଖକୁ। ମୁଁ ପଚାରିଲି, ଝିଅ ତୁ କେଉଁ ପାଟିରେ ମାଛ ଖାଇବୁ? ଝିଅ ମୋତେ କହିଲା ମୁଁ ଆରେ ମାଛ ଖାଇବି, ପାଟିରେ ମାଛ ଖାଇବି। ତ ମୁଁ ତାକୁ ପଚାରିଲି ମାମା ଝିଅ ତୋତେ ଭୋକ କଲାଣି? ତ ସେ ମୋତେ କହିଲା ହଁ ମାମା ମୋତେ ଭୋକ କଲେ। ମୁଁ କହିଲି ତୁ କ'ଣ ଖାଇବୁ? ସେ କହିଲା ମୁଁ ମାଛ ଖାଇବି। ତ ମୁଁ ତା କଥା ଶୁଣି ଟିକେ ହସିଦେଲି। ତରକାରୀ ସାରି ମୁଁ ନେଇକି ପଳେଇ ଆସିଥିଲି। ସମସ୍ତଙ୍କୁ ଖାଇବାକୁ ଦେଇଦେଲି। ସମସ୍ତେ ଏଠି ବସିକି ଖାଇ ଦେଉଛନ୍ତି। ତାପରେ ମୁଁ ଖାଇକି ରୁମ୍କୁ ଆସିଲା ଭିତରେ ଦେଖିଲି ମୋ ପୁଅ ଝିଅ ଦୁଇ ଜଣ ଶୋଇପଡ଼ିଛନ୍ତି। ଏବେ ମୁଁ ଏଇଠି ରହୁଛି। ପୁଣି ଦେଖା ହେବା ନେକ୍ସଟ ଭିଡ଼ିଓରେ।